ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ସିରିଜ୍ ଏଜୁକେସନ୍ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ସେ ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର୍ର ପ୍ଲସ୍ ଥ୍ରୀ ଫୋର୍ଥ ସେମିଷ୍ଟାରର ନୈତିକ ମୂଲ୍ୟବୋଧର ଛାତ୍ର ଜୀବନ, ଯେଉଁଟାକି ପୂର୍ବ ତିନିଟା ଭିଡ଼ିଓରେ ତିନିଟା ଲଙ୍ଗ କୋଶ୍ଚିନ୍ ଆଲୋଚନା କରିଛି। ଏହି ଭିଡ଼ିଓଟାରେ ମୁଁ ଦୁଇଟା ଲଙ୍ଗ କୋଶ୍ଚିନ୍ ଆଲୋଚନା କରିବି। ଓକେ, ଯେହେତୁ ଏଇଟା 5 ମାର୍କିଆ ଅଛି, ମୁଁ ଯେତିକି ପଢ଼ୁଛି ସେଟା ଅଟୋମେଟିକ୍ 2 ପେଜ୍ ହେଇଯିବ। ଓକେ, ଆଉ ତୁମେ ନିଜ ମନରୁ କିଛି ଦେଖିବ, ଆଗରୁ କିଛି ଭାବିକି ଦେଖିଲେ ଅଟୋମେଟିକ୍ 2 ପେଜ୍ ହେଇଯିବ, କିଛି କରିବାର ନାହିଁ। ଓକେ, ଦେଖ, ପାରସ୍ପରିକ ବ୍ୟକ୍ତିଗତ ସମ୍ପର୍କ ବିଷୟରେ ବର୍ଣ୍ଣନା କର। ପିଲାମାନେ ଭିଡ଼ିଓଟି ଦେଖିବା ପୂର୍ବରୁ ଲାଇକ୍ ଏବଂ ସେୟାର ଏବଂ ମୁଁ ଯଦି ଭୁଲ ହେଉଛି କମେଣ୍ଟ ମାଧ୍ୟମରେ ମୋର ଭୁଲଟାକୁ କମେଣ୍ଟ କରନ୍ତୁ, ଯାହାଫଳରେ ମୁଁ ମୋ ଭୁଲଟାକୁ ସୁଧାରି ପାରିବି ଏବଂ ଶେଷରେ ସବସ୍କ୍ରାଇବ୍ କରିବେ ଏବଂ ଅଲ୍ ବଟନରେ କ୍ଲିକ୍ କରିବେ। ମୁଁ ଯେତେବେଳେ ଭିଡ଼ିଓ ଡାଉନଲୋଡ଼୍ କରିବି ଆପଣଙ୍କ ପାଖକୁ ସର୍ବପ୍ରଥମେ ପହଞ୍ଚିବ। ଓକେ, ଦେଖ, 1980 ମସିହାରେ ଜର୍ଜ ଜେନିଜର ନାମକ ଜଣେ ମନସ୍ତତ୍ତ୍ୱବିତ୍ ପାରସ୍ପରିକ ବ୍ୟକ୍ତିଗତ ସମ୍ପର୍କର 5ଟି ସ୍ତର ଦର୍ଶାଇଛନ୍ତି। ଆତ୍ମୀୟତା, ଗଠନମୂଳକ, ନିରନ୍ତରତା, ହ୍ରାସମାନ ଅବସ୍ଥା, ସମାପ୍ତି। ସଫଳ ପାରସ୍ପରିକ ବ୍ୟକ୍ତିଗତ ସମ୍ପର୍କରେ ପ୍ରଥମ 3ଟି ସ୍ତର ରହିଥାଏ। ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ର ଜୀବନର ଏହି ସମ୍ପର୍କ ଅନେକ କ୍ଷେତ୍ରରେ କେବଳ ଶିକ୍ଷା ସମାପ୍ତି ପର୍ଯ୍ୟନ୍ତ ରହିଥାଏ। ସେଥିମଧ୍ୟରୁ କ୍ୱଚିତ୍ ସମ୍ପର୍କ ଦୀର୍ଘସ୍ଥାୟୀ ରୁହେ। ଛାତ୍ର ଜୀବନରେ ସୃଷ୍ଟି ହୋଇଥିବା ପାରସ୍ପରିକ ବ୍ୟକ୍ତିଗତ ସମ୍ପର୍କ ସହପାଠୀମାନଙ୍କ ମଧ୍ୟରେ ବାରମ୍ବାର ମିଳାମିଶା ଫଳରେ ଆରମ୍ଭ ହୋଇଥାଏ। ଏହି ଏହି ସମ୍ପର୍କ କ୍ରମଶଃ ସୁଦୃଢ଼ ହୋଇଥାଏ। କୌଣସି ଏକ ସମୟ ଏହା ଅତ୍ୟନ୍ତ ଅନ୍ତରଙ୍ଗ ହୋଇଥାଏ, କିନ୍ତୁ ପାଠପଢ଼ା ସରି ଆସିବା ବେଳକୁ ଏହା ହ୍ରାସମାନ ଅବସ୍ଥା ରହିଥାଏ। ଶିକ୍ଷାର ପରିସମାପ୍ତି ପରେ ଏହାର ଅନ୍ତର ଘଟିଥାଏ। କେତେକ କ୍ଷେତ୍ରରେ ବାରମ୍ବାର ମିଳାମିଶା ନ କରି ମଧ୍ୟ ପାରସ୍ପରିକ ବ୍ୟକ୍ତିଗତ ସମ୍ପର୍କ ସୃଷ୍ଟି ହୋଇଥାଏ। ଏହି ପ୍ରକାର ସମ୍ପର୍କକୁ ତୃତୀୟ ସମ୍ପର୍କ କୁହାଯାଏ। ପଡ଼ୋଶୀ ସାଙ୍ଗମାନଙ୍କ ସାଙ୍ଗ ତଥା ବିଭିନ୍ନ କାର୍ଯ୍ୟ ନିମନ୍ତେ ସମ୍ପର୍କ ସ୍ଥାପନ କରାଯାଉଥିବା ବ୍ୟକ୍ତିମାନେ ହେଉଛନ୍ତି ଏହାର ଏକ ଉଦାହରଣ। କର୍ମସ୍ଥଳରେ ମଧ୍ୟ ସମାନ ପଦବୀର କର୍ମଚାରୀ ମଧ୍ୟ ପାରସ୍ପରିକ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ରହିଥାଏ। ଏ କ୍ଷେତ୍ରରେ ଅଧିକାଂଶ ସମ୍ପର୍କ ହେଉଛି ବୃତ୍ତିଗତ। ବାସ୍ତବରେ ଦେଖିବାକୁ ଗଲେ କୌଣସି ବ୍ୟକ୍ତିଗତ ସମ୍ପର୍କ ଚିରସ୍ଥାୟୀ ନୁହେଁ। ଉଚ୍ଚତର ଶିକ୍ଷାରେ ଆହ୍ୱାନଗୁଡ଼ିକ କ'ଣ କ'ଣ ଲେଖ। ଓକେ, ପ୍ରକୃତରେ ଉଚ୍ଚତର ଶିକ୍ଷା ହେଉଛି ଶିକ୍ଷାର ତୃତୀୟ ସ୍ତର। ଏହି ଶିକ୍ଷାର ପରିସର ମଧ୍ୟରେ ସ୍ନାତକ ମହାବିଦ୍ୟାଳୟ, ସ୍ନାତକୋତ୍ତର ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ ବିଭିନ୍ନ ଉଚ୍ଚ ସ୍ତରୀୟ ଅଧ୍ୟୟନ କେନ୍ଦ୍ର ଅନ୍ତର୍ଭୁକ୍ତ। ସମାଜର ଗୁଣବତ୍ତାକୁ ମୁକ୍ତି ଘଟାଇବାରେ ଉଚ୍ଚତର ଶିକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ମୂଲ୍ୟବୋଧ ରହିଛି। ଏହା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଦେଶର ସମ୍ବନ୍ଧ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ତେଣୁ ରାଷ୍ଟ୍ରର ଭବିଷ୍ୟତ ଶିକ୍ଷାର ସାମଗ୍ରିକ ପ୍ରସାର ବିଶେଷ କରି ଉଚ୍ଚତର ଶିକ୍ଷାର ସ୍ତର ଉପରେ ନିର୍ଭର କରେ। ଆମ ଦେଶରେ ଉଚ୍ଚତର ଶିକ୍ଷାର ଅନେକ ଅଗ୍ରଗତି ସତ୍ତ୍ୱେ ଏହି ଶିକ୍ଷା ବ୍ୟବସ୍ଥା ଅନେକ ଆହ୍ୱାନର ସମ୍ମୁଖୀନ ହୋଇଥାଏ। ସେଗୁଡ଼ିକ ହେଲା ନିମ୍ନମାନର ଶିକ୍ଷାଦାନ ଓ ଶିକ୍ଷଣ ଯୋଗାଣ ଏବଂ ଆବଶ୍ୟକତା ମଧ୍ୟ ଦୂରତା, ସୁଯୋଗ ପ୍ରାପ୍ତିର ବିଷମ ଅଭିବୃଦ୍ଧି, ଗବେଷଣା ଓ ନୂତନ ଆବିଷ୍କାରରେ ବାଧ୍ୟତା। ସାଧାରଣତଃ ଆମ ଦେଶରେ ଉଚ୍ଚତର ଶିକ୍ଷାନୁଷ୍ଠାନ ଗୁଡ଼ିକର ଆବଶ୍ୟକୀୟ ସଂଖ୍ୟକ ଉପଯୁକ୍ତ ଶିକ୍ଷକଙ୍କର ଅଭାବ ପରିଲକ୍ଷିତ ହୁଏ। ସେହିପରି ପୁରୁଣା ଓ କଠିନ ପାଠ୍ୟକ୍ରମ, ଶିକ୍ଷକ ଓ ଛାତ୍ର ଅନୁପାତର ହାର ବହୁତ ଅଧିକ ଏବଂ ନିମ୍ନ ଗୁଣବତ୍ତାର ସମ୍ପନ୍ନ ଶିକ୍ଷଣ ଇତ୍ୟାଦି ଶିକ୍ଷାଦାନ ଶିକ୍ଷଣ କ୍ଷେତ୍ରରେ ଆହ୍ୱାନ ରୂପେ ଦଣ୍ଡାୟମାନ ହୁଅନ୍ତି। ବର୍ତ୍ତମାନ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ବ୍ୟାପକ ସ୍ଥାନର ସୃଷ୍ଟିର ଆବଶ୍ୟକତା ରହିଛି। ସେହିପରି ଦୂରଶିକ୍ଷା ଜରିଆରେ ଶିକ୍ଷାର୍ଥୀମାନଙ୍କୁ ସୁଯୋଗ ଦେବାର ମଧ୍ୟ ଆବଶ୍ୟକତା ରହିଛି। ଯଦିଓ ଉଚ୍ଚତର ଶିକ୍ଷାନୁଷ୍ଠାନ ଗୁଡ଼ିକ ଦେଶର ପ୍ରତ୍ୟେକ ସ୍ଥାନରେ ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଆଯାଉଛି,
ତଥାପି ସେଥିରେ ଅନେକ ଅସାମଞ୍ଜସ୍ୟତା ପରିଲକ୍ଷିତ ହେଉଛି। ବିଶେଷ କରି ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ଏହା ପରିବର୍ତ୍ତନ ହୁଏ। ଉଚ୍ଚତର ଶିକ୍ଷା ପାଇଁ ପୃଥିବୀର ସମସ୍ତ ବିଶ୍ୱବିଦ୍ୟାଳୟ ପାହ୍ୟା ନିର୍ଣ୍ଣୟ ଉଚ୍ଚତର ଶିକ୍ଷା ପାଇଁ ପୃଥିବୀର ସମସ୍ତ ବିଶ୍ୱବିଦ୍ୟାଳୟ ପାହ୍ୟା ନିର୍ଣ୍ଣୟ କରିବା ସମୟରେ 2014-15 ମସିହାରେ ଭାରତର କୌଣସି ବିଶ୍ୱବିଦ୍ୟାଳୟ ବିଶ୍ୱର 275ଟି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇନଥିଲା। ଏହାର କାରଣ ହେଉଛି ଆମର ଗୁରୁତ୍ୱ କେବଳ ଶିକ୍ଷଣ ତଥ୍ୟ ଯୋଗ୍ୟତା ଉପରେ କେନ୍ଦ୍ରୀଭୂତ। ଗବେଷଣା ବା ତତ୍ତ୍ୱାବଧାନ ପ୍ରଦାନରେ ବିଶ୍ୱବିଦ୍ୟାଳୟଗୁଡ଼ିକ ପ୍ରେରଣା ପ୍ରକାଶ କରୁନାହାନ୍ତି, ଏହା ଏକ ଆହ୍ୱାନ ରୂପେ ଦଣ୍ଡାୟମାନ ହୁଏ। ଏଇଠି ଆମର 2ଟା ଲଙ୍ଗ କୋଶ୍ଚିନ୍ ସରିଯାଇଛି ନୈତିକ ମୂଲ୍ୟବୋଧର ଛାତ୍ର ଜୀବନୀ। ସେଥିପାଇଁ ମୁଁ ଧନ୍ୟବାଦ ଜଣାଉଛି। ଓକେ ପିଲାମାନେ ଦେଖ, ଯେଉଁମାନେ ମନ ଧ୍ୟାନ ଦେଇକି ପଢ଼ୁଛନ୍ତି, ଓକେ ଯେଉଁମାନେ ମନ ଧ୍ୟାନ ଦେଇକି ପଢ଼ୁଛନ୍ତି ତାଙ୍କୁ ବିଶେଷ ଅନୁରୋଧ, ମୋର କେଉଁଠି ଭୁଲ ଭାଲ ରହୁଛି କି ଭୁଲ ଭାଲ କରୁଛି ମୁଁ ପଢ଼ିବାରେ, ତେଣୁ ଆପଣ କ'ଣ ଧରିକି ମୋତେ ଏଇଟା କମେଣ୍ଟ କରନ୍ତୁ। ଓକେ, ଜୟ ଜଗନ୍ନାଥ।